ପରିଚୟ ଦେବେ ଆପଣ ନାଁଟା କହିବେ। ରାମଚନ୍ଦ୍ର ବେହେରା। ଆପଣଙ୍କ ଘର ଆଜ୍ଞା ଚୋରମୁଆ। ଚୋରମୁଆ। ଆଜ୍ଞା। ଆପଣ କ'ଣ କରନ୍ତି? ଆଉ ମୁଁ ତ ଆସି କବିତା ଫବିତା ଲେଖେ ଆମର ରହେ ସମାଜ ସେବା କରେ ଆଜ୍ଞା। ଆପଣ ଭୂମିକାରେ କ'ଣ କରନ୍ତି? ଭୂମିକାରେ ମୁଁ କମ୍ପ୍ୟୁଟର କାମ କରେ ଆଇ ହସ୍ପିଟାଲରେ। ଆଇ ହସ୍ପିଟାଲ। ଆଚ୍ଛା ଆପଣ କହିବେ କି ଆପଣ ସୁନ୍ଦର କବିତାଟେ ପାଠ କରନ୍ତି କବି ଆଜ୍ଞା ଆପଣ ଅନେକ ଆୱାର୍ଡ଼ ପାଇଛନ୍ତି। ଆଜ୍ଞା। ଆପଣ ମୋତେ କହିବେ ସେ ବିଷୟରେ। ପରିବେଶ ଭଗବତ ଦାନ ସେ ଆଉ ଭଗବତ ଯେଉଁ ନିର୍ଦ୍ଦେଶନା ଆସେ ସେ ନିର୍ଦ୍ଦେଶ ଅନୁଯାୟୀ ମୁଁ ଲେଖା ଲେଖି କରେ ଆଜ୍ଞା। ମୁଁ ଆଉ କିଛି ଜାଣିଥିଲି ଖାଲି କଲମ ଚଲେଇବା ଲୋକ। ଆଉ ମୁଁ ଯାହା ପ୍ରଭୁଙ୍କ ନିର୍ଦ୍ଦେଶ ଜଗନ୍ନାଥ ବାବଦରେ ଗଛ ବାବଦରେ ମୁଁ ଲେଖେ ଆଉ। ଆପଣ ଗଛ ପାଇଁ ଏତେ ଭଲ ପାଆନ୍ତି? ଆଉ ଗଛ ନହେଲେ ଗଛ ଅମ୍ଳଜାନ ଦେଉଛି ଆଉ ଅମ୍ଳଜାନ ନହେଲେ ଆମେ ସୃଷ୍ଟି ବଞ୍ଚିପାରିବ ନାହିଁ। ମୁଁ ଆପଣଙ୍କୁ କି ଗଛ ଦେଇଛି? ଆଉ ଗଛ ତ ଆପଣ ଦେଇଛନ୍ତି ଆଉ ମୁଁ ତ ନେଇ ଲଗେଇଛି ତାକୁ ଆପଣ ସବୁ ଦେଇଛନ୍ତି ଯେଉଁ ଗଛ ଆମର କରଞ୍ଜ ଗଛ ଦେଇଛନ୍ତି ଚିରିଟା ଗଛ ଦେଇଛନ୍ତି ଆଉ ସବୁ ଦେଇଛନ୍ତି ମନି ପ୍ଲାଣ୍ଟ ଗଛ କାଲି ଦେଇଥିଲେ ଆଉ ଏସବୁ ଦେଇଛନ୍ତି ଯାହା ଦେଉଛନ୍ତି ମୁଁ ତ କହୁଛି ଫଳ ଉପରେ କିଛି ଆଣିବ ଫଳ ହେଲେ ଆମେ ସବୁ ପିଲାମାନେ ଖାଇବେ ଆମକୁ ତ 60-70 ବର୍ଷ ହେଲା ଆଉ କ'ଣ କରିବା ଆଉ କେତେ ଦିନ ବଞ୍ଚିବା। ମୁଁ ଆପଣଙ୍କୁ ଆହୁରି ଅନେକ ଗଛ ଲଗେଇଲି। ଆଜ୍ଞା ଆଜ୍ଞା ଆପଣ ତ ବହୁତ ସମାଜସେବୀ ବହୁତ ଭଲ ଲୋକ ବହୁତ ଆଣିକି ସବୁ କରୁଛନ୍ତି ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ କିଛି କବିତା ପାଠ କରନ୍ତି ମାନେ ପାଠ ଆପଣ କବି ବଟକୃଷ୍ଣ ଲେଖିଥିବେ। ହଁ ମୋ ପାଖ ସେ ତ ମୋର ପ୍ରେରଣା। ଆଚ୍ଛା ସେ ଆମର ଅଜା ହେବେ ଆଜ୍ଞା ବଟକୃଷ୍ଣ ଅଜା। ହଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଧନ୍ୟବାଦ କବି ସେ ହଁ ଆଉ ଶିଶୁ ସାହିତ୍ୟିକ ବିଶିଷ୍ଟ ହଁ। ଶିଶୁ ସାହିତ୍ୟିକ ସେ। ଆଉ ଏବେ ଯେଉଁ ଆମର ପାଢ଼ୀ ସାର୍ ଯେଉଁ ପାଇଲେ। ହଁ ରାଜକିଶୋର ପାଢ଼ୀ ଏବେ ମଧ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ସେ ପାଇଲେ ଶିଶୁ ସାହିତ୍ୟ। ହଁ ଆଚ୍ଛା ମୋ କହିବା କଥା ଥିଲା କି ବଟକୃଷ୍ଣ ଓଝାକୁ ଆପଣ ଏତେ ଭଲ କାହିଁ ପାଇଲେ ଆପଣ ତାଙ୍କ ଅନୁପ୍ରାଣିତ କାହିଁକି? ହଁ ତାଙ୍କର ବହୁତ କବିତା ମୁଁ ସବୁ ଆକାଶବାଣୀ କଟକ ସେଣ୍ଟର ଶୁଣିଛି ମୁଁ ମଧ୍ୟ ଆକାଶବାଣୀ କଟକ ସେଣ୍ଟର କବିତା ପଢ଼ିବାକୁ ଯାଏ ସେମାନେ ଭାରି ଖୁସି ହୁଅନ୍ତି କହୁଛି ଆମ ଭଳି ଆକାଶବାଣୀ କଟକ କେନ୍ଦ୍ରକୁ ମୋ ଏରିଆର ଲୋକ କେହି ଯାଆନ୍ତିନି ଆପଣ ଯାଇଛନ୍ତି ମୋତେ ଭାରି ମୋ ସେ ଖୁସି ହୁଅନ୍ତି। ତେଣୁକରି ମୁଁ ତାଙ୍କ ସହିତ ଯାଏ ତାଙ୍କ ଅନ୍ତିମ ପର୍ଯ୍ୟାୟ ବର୍ତ୍ତମାନ ତାଙ୍କ ବଡ଼ ପୁଅ ଚାଲି ଯାଇଛନ୍ତି ଏବଂ ସାନ ପୁଅଟି ଅଛନ୍ତି ସେ ଶରତ ଓଝା। ଶରତ ଓଝା ଅଛି ସେ ବିଶେଷ ଇନକମ୍ ଗ୍ରୁପ୍ରେ ନାହିଁ ସେମିତି ମନ ଦୁଃଖ ତାଙ୍କର ସେ ଅଛନ୍ତି ଆଜି ଚାଲିଛି ତାଙ୍କର ଆଉ। ହଁ ଜଗନ୍ନାଥ ରଥ ଦିନ ଟଣେଇଛନ୍ତି ଆଉ। ହଁ ଜଗନ୍ନାଥ ଚାଲିଛି ଚାଲିଛି। ଆପଣ ପଦେ ଯେଉଁ ଲେଖିଛନ୍ତି ନିଜ ଲେଖାରେ ସେ କବିତା ପାଠ ନା ଆମେ ପଦେ କହୁଛେ ପହିଲିମାନଙ୍କୁ ସେଇ ଯେଉଁ କବିତାଟି କୁହନ୍ତୁ ମୁଁ କହୁଛି ମୁଁ ତ ଲେଖିନି ସେ ଆମ ଲେଖାରେ ମୁଁ ଜାଣିଛି ମନେ ଅଛି। କୁହନ୍ତୁ। ଘୁଣ୍ଟ ପରିତା ଗୋଡ଼ ଦୁଇଟା କବାଟ ପରି ଛାତି ହାତ ମୁଠାକେ ନଡ଼ିଆ ଭାଙ୍ଗେ ରୋକେ ମଟର ଗାଡ଼ି ସେ ପହିଲିମାନ ମୋତେ କହିଦେଲି ଆଉ। ଧନ୍ୟବାଦ। ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚ୍ଚିତ୍ର ଅଛି ଏ ଭୂମିକାରେ ଖବର ପଢ଼ୁଛନ୍ତି ସନ୍ତୋଷ ମହାରୁଜା ଭୂମିକା ଆଇ ହସ୍ପିଟାଲ ଆଜି ପ୍ରାର୍ଥନା କରାଯାଏ ସବୁଦିନ ପ୍ରାର୍ଥନା କରାଯାଏ। ନା ପ୍ରାର୍ଥନା ଆମ ଜନଗଣ ମନ ରାଷ୍ଟ୍ରୀୟ ସଙ୍ଗୀତ ବୋଲାଯାଏ। ହଁ ଯେଉଁ ରାଷ୍ଟ୍ରୀୟ ସଙ୍ଗୀତ ଅଲଗା ମେଡ଼ିକାଲରେ ନାହିଁ ନାଇଁ ଏଠି କେବଳ ଭୂମିକାରେ ପ୍ରତି ମେଡ଼ିକାଲରେ ଭୂମିକା ଯେତିକି ମେଡ଼ିକାଲ ଅଛି ପ୍ରତି ମେଡ଼ିକାଲରେ ମାନେ ଜନଗଣ ମନ ବୋଲାଯାଏ। ମାନେ ବୁଝିପାରିଲି। ଜନଗଣ ଯେତେଟା ଆମ 30ଟା ହସ୍ପିଟାଲ ଯେଉଁ ଅଛି ଭୂମିକାରେ ସବୁଠି ଜନଗଣ ମନ ସେ ରାଷ୍ଟ୍ରୀୟ ସଙ୍ଗୀତ ଜାତୀୟ ସଙ୍ଗୀତ ସେଇଟା ପାଠ ମୁଁ ବି ଆସିକି ଏଠି ହଁ ଆପଣ ତ ବହୁତ ଥର ଆସୁଛନ୍ତି ଆମ ସହିତ ଯୋଗ ଦେଇକି ଆମ ସବୁ ସାଙ୍ଗ ଯାଉଛନ୍ତି ବହୁତ ଧନ୍ୟବାଦ। ଆଗାମୀ ଦିନରେ ଆପଣ କେଉଁଠି ଆୱାର୍ଡ଼ ପାଇବେ ବୋଲି କେମିତି କିଛି ଅଛି? ନା ମୁଁ କି ଜାଣିଲେ ଯିଏ ଚାହିଁବେ ଯିଏ ଦେବେ ମୁଁ ତାକୁ ସଂଗ୍ରହ କରିବେ କାହାକୁ ଯୋଗାଯୋଗ କରେନି। ଆଚ୍ଛା ନିଶା ଯେଉଁ ଖାଇକି ପିଲା ଭ୍ରଷ୍ଟ ହେଉଛନ୍ତି ନିଶା ଆଜ୍ଞା ନିଶା ଖାଇକି ଯେଉଁ ପିଲା ଭ୍ରଷ୍ଟ ହେଉଛନ୍ତି ନିଶା ଯେଉଁ ଖାଇକି ନଷ୍ଟ ହେଇଯାଉଛନ୍ତି ଯୁବପିଢ଼ି ନିଶା ଉପରେ ସମ୍ମାନୀୟ ବିଧାୟକ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ସାହୁ ମୁଖ୍ୟମନ୍ତ୍ରୀ ଚିଠି ନେଇଥିଲେ। ଆଜ୍ଞା ଧର୍ମଶହ ନିଶା ବନ୍ଦ ହେବ। ମୁଁ ଅନୁଭବ ହେଉଛି। ହଁ ଆଜି ବି ଗୋଟେ ପ୍ରିଣ୍ଟ ମିଡ଼ିଆରେ ଶୋ କରିଛି ଯେ ପାଣିର ସଙ୍କଟ ଯେଉଁ ଅଛି ତା ଦୂର କରିବ। ଆଜ୍ଞା ଆଜି ବି ଆସିଛି ପ୍ରିଣ୍ଟ ମିଡ଼ିଆରେ ସୁନ୍ଦର ସୁନ୍ଦର କାର୍ଯ୍ୟ ସେ କରୁଛନ୍ତି। ଆଜ୍ଞା ମାଗଣା ଖାଦ୍ୟ ଏମିତି ଅନେକ କିଛି ଆପଣ ପୁଅ ପରି ହଁ ଆପଣଙ୍କର କ'ଣ ଶୁଭେଚ୍ଛା ରହିବ? ନା ସେ ବହୁତ ଭଲ କାମ କରୁଛନ୍ତି ଏବଂ ଦେଖୁଛନ୍ତି ରୋଗୀମାନଙ୍କୁ ଔଷଧପତ୍ର ଫ୍ରିରେ ଦେଉଛନ୍ତି ଅନେକ କାମ କରୁଛନ୍ତି ତେଣୁକରି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ସେ ବହୁତ ଆମ ଏଇ ଅଞ୍ଚଳରେ ତାଙ୍କ ଭଳି ବିଧାୟକ କେହି ଆଗରୁ ନଥିଲେ ସେ ବହୁତ ଭଲ କାମ କରୁଛନ୍ତି। ସେ ଅଂଶୁମାନ ଟ୍ରଷ୍ଟର ପ୍ରେସିଡେଣ୍ଟ ଅଛନ୍ତି। ହଁ ଅଂଶୁମାନ ଟ୍ରଷ୍ଟ ସେଇଟା ତାଙ୍କ ନିଜର ସଂସ୍ଥା। ହଁ ମୁଁ ବି ଅଂଶୁମାନ ଟ୍ରଷ୍ଟ ପିଲା କାମ କରେ ବ୍ଲଡ଼ରେ ଏବେ ବି ଅଂଶୁମାନ ଟ୍ରଷ୍ଟରେ ମୁଁ ଚଳଚଞ୍ଚଳ ଅଛି। ଆପଣଙ୍କର ଜଗନ୍ନାଥ ପାଖରେ କ'ଣ ଶୁଭେଚ୍ଛା ରହିବ ଆଶୀର୍ବାଦ ରହିବ ଜଗନ୍ନାଥଙ୍କୁ କ'ଣ ନିବେଦନ କରିବେ ପ୍ରଭୁ ଜଗନ୍ନାଥଙ୍କୁ ସେ ଅଂଶୁମାନ ଟ୍ରଷ୍ଟ ପାଇଁ ଏବଂ ହିମାଂଶୁ ଶେଖର ସାହୁ ଲୋକପ୍ରିୟ ଯିଏକି ବିଧାୟକ ପରମେଶ୍ୱର ସ୍ଥାନୀୟ ବିଧାୟକ ଆମର ତ ରହିବ ଜଗନ୍ନାଥ ସେ ଯେମିତି କାମ କରୁଛନ୍ତି ଭବିଷ୍ୟତରେ ସେ ଆହୁରି ଭଲ କାମ କରନ୍ତୁ ବହୁ ଲୋକପ୍ରିୟ ହୁଅନ୍ତୁ ଏତିକି ମୋ ନିବେଦନ ଭଗବାନ ଜଗନ୍ନାଥ। ଆଚ୍ଛା ମୁଁ କହିବା କଥା ସେ ଯେଉଁ
ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହେବାର ଅଛି। ଆଜ୍ଞା। ତାଙ୍କୁ କେଉଁ ମନ୍ତ୍ରୀ ପଦ ମିଳିଲେ ଘରକଥା ବାସିବେ ଆପଣମାନେ ଖୁସି ହେବେ ଯେହେତୁ ଆପଣ ସିନିୟର ଅଛି। ଆମେ ଆଉ କ'ଣ କହିପାରିବା ତେଣୁ ମନ୍ତ୍ରୀ ତାଙ୍କୁ ଯାହା ମିଳିବ ସେ ତ ମାନେ ପାର୍ଟିରେ ଯୋଗ ଦେଇଛନ୍ତି ଆଗରୁ ସେ ସ୍ୱାଧୀନ ଭାବରେ ଥିଲେ ତାଙ୍କୁ ଦେବେ କି କ'ଣ କରିବେ ସେଟା ତ ତାଙ୍କ ରାଜନୀତି କଥା। ତଥାପି ମାପା ହେଲ୍ଥ ଆମେ ଚାହୁଁଛୁ ସେ ପ୍ରାୟ ମିଳିଲେ ଭଲ ହୁଅନ୍ତା। ହଁ ଆପଣ ଆଶା ବାନ୍ଧିଛନ୍ତି। ହଁ କିନ୍ତୁ ଆମକୁ ସେ ଦେବେ କି ନ ଦେବେ ଆମେ ସେ ତାଙ୍କ ହାତର କଥା ଆଉ। ତାଙ୍କ ହାତରେ କଥା ସେ ତ ମୋର କହିବାର କଥା ଯେ କି ଲୋକପ୍ରିୟ ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ବା ଲିପୁ ଭାଇ ତାଙ୍କ ବାପା ହେଲ୍ଥ ଡିପାର୍ଟମେଣ୍ଟ ହଁ ସେ ଚାକିରି କରି ଡାକ୍ତର ଥିଲେ ଆଉ ସିଡିଓ ଲେଟ୍ ରମେଶ କୁମାର ସାହୁ ସିଡିଏମ୍ ଯାଜପୁର ସାହୁ। ଆପଣ ତାଙ୍କ ବିଷୟରେ କ'ଣ ଟିକେ କହିବେ? ହଁ ସିଏ ତ ବହୁତ ଭଲ ଲୋକ ଥିଲେ। ଆମ ଧର୍ମଶାଳାରେ ମଧ୍ୟ ସେ ଥିଲେ ମେଡ଼ିକାଲ ଅଫିସର ଥିଲେ ତାପରେ ସିଡିଏମ୍ ହେଲେ ତାପରେ ଜାଗା ସେ ଏଷ୍ଟାବ୍ଲିଶ ଜାଗା କଲେ ଘର କରି ସେ ରହିଛନ୍ତି ତାଙ୍କୁ ବହୁତ ଭଲ ଲୋକ ସେ ଜନସଭାରେ ନିଜକୁ ଅନୁପ୍ରାଣିତ କରିଛନ୍ତି। ତାଙ୍କ ସାନ ପଦାରେ ଅଂଶମାନ ଟ୍ରଷ୍ଟ କରିଛନ୍ତି। ଅଂଶମାନ ଟ୍ରଷ୍ଟ ଦ୍ୱାରା ବହୁତ ଲୋକ ଉପକୃତ ହେଉଛନ୍ତି ଔଷଧ ପତ୍ର ପାଉଛନ୍ତି। ଏହା ଗୋଟେ ଭଲ ଅନୁଷ୍ଠାନ ଏମିତି ଅନୁଷ୍ଠାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ କରିବା କଥା ଉଚିତ। ଧନ୍ୟବାଦ। ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ଏ ଭୂମିକାରେ ଆଇଏସ୍ଏଲ୍ ଭୂମିକାରେ ଖବର ପଡ଼ୁଛି ସନ୍ତୋଷ ମନୋରା ଧମେଶ୍ୱର ଯାଜପୁର ଗୋଟେ ସୁନ୍ଦର ବ୍ୟକ୍ତିତ୍ୱ ଏକ ଜଣେ କବି ଏବଂ ଜଣେ ଲୋକାଲିଟି ୟୁନିଭର୍ସିଟିରେ ଅଙ୍କଲ ବା ପୃଥିବୀର ଲୋକଙ୍କୁ ପାଇଥିଲେ ଯିଏକି ହିମାଂଶୁକୁ ଏତେ ଭଲ ପାଆନ୍ତି ତାଙ୍କ ଫ୍ୟାମିଲିକି ଏତେ ଭଲ ପାଆନ୍ତି। ଆପଣଙ୍କ ପାଖରେ ଏକ ତଥ୍ୟ ମୁଁ ପହଞ୍ଚାଉଛି ଲୁଚି ରହିଥିବା ତଥ୍ୟକୁ ଯେ ପ୍ରକଟ କରିଛନ୍ତି ଗଣମାଧ୍ୟମ ସାହସିକତାର ନାମ ହେଉଛି ସାମ୍ବାଦିକ। ଏ ଗଣମାଧ୍ୟମ ଗଣମାଧ୍ୟମ ଚଳଚ୍ଚିତ୍ର ରଚନାରେ ଖବର ପଡ଼ୁଛନ୍ତି ସନ୍ତୋଷ କୁମାର ଓଝା ଧମେଶ୍ୱର ଯାଜପୁର। ପ୍ରଣାମ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।